तो प्रेमार डोरी रे एमिति मु बांधिली तो प्रेमे हजी गली तो प्रेमे हजी गली। अरे तुम आखिर पुणी लुह अरे कौन अच्छे हाजी बोली दिन रे तुम आखिर पुणी लुह अरे कौन अच्छे बाबा अरे कौन भावुच ए साथी हाँ प्रिया सतरे सतरे तुम भल पाइबार पर मो निजक अटेक पारे नहीं मुझे तुम गोटे कथा लुचिकी आसुची साथी कौन कहल तुम पुणी मत गोटे कथा लुचिक आस हाँ साथी हाँ अरे कौन है तुम प्रेम तुम भल पाइबा देखी सतरे मुझे तुम प्रेम एमती पागल हो सारी कहवा मत मत भय लगुच प्रिया अरे मो पुरा तुम स्वामी तुम्हें प्रेम स्त्री अरे स्त्री कौन स्वामी पाखे कहवाई डरे ए प्रिया मो पुरा तुम जीवन साथी अरे कौन है बाबा कही जाओ अरे जमारे भय करनी
କୁହ କ'ଣ ହେଇଛି? ଆରେ କୁହ। ସାଥୀ ମୋ ସହିତ ଗୋଟେ ଏମିତି ଅଘଟଣ ଘଟି ଯାଇଛି ଯେ ସତରେ ସେଇ ଘଟଣା କଥା କି ଜାଣିଲେ ନା କେହି ମଧ୍ୟ ମୋତେ ଗ୍ରହଣ କରିବେନି ବହୁ ବେଶରେ। ହେ ଆରେ କ'ଣ ସବୁ କହିଯାଉଛ? ମୁଁ ତ କିଛି ବୁଝିପାରୁନି। ଆରେ ଯାହା କହିବ ସିଧା ସିଧା କହ। କ'ଣ ହେଇଛି ପ୍ରିୟା? କ'ଣ ହେଇଛି? ତମ ଏ ସତ୍ୟ ଭଲ ପାଇବା ସତ୍ୟ ପ୍ରେମକୁ ଦେଖି ପ୍ରେମ କଥା ଶୁଣି ମୁଁ ଆଜି ସବୁ ସତ କଥା କହିଦେବା ପାଇଁ ଚାହୁଁଛି। ଆଉ ସେଇ ସତ କଥାରେ ଏଇଆ କି ଯେ କ'ଣ ହେଇଛି? ସେ ସଦାକରେ କ'ଣ? ଆରେ କୁହ ବାବା କୁହ। ସେଇ ସତ କଥାଟା ଏଇଆ କି ଯେ ମୋ ସହିତ ବଳାତ୍କାର ହେଇଛି। ସୁଷମା! କ'ଣ କହିଲ? ନା ନା ତୁମେ କ'ଣ କହିଲ ସୁଷମା? ତମ ସହିତ ପୁଣି ବଳାତ୍କାର ହେଇଛି? ହଁ ସତ୍ୟ। ଏହା ମିଛ? ଆରେ ହଁ ହଁ ତମେ ମିଛ କହୁଛ। ନା ମୁଁ ମିଛ କହୁନି, ମୁଁ ସତ କହୁଛି। ମୋ ସତୀତ୍ୱଟା ନଷ୍ଟ ହେଇସାରିଛି। ସୁଷମା ତମେ ସତ କହୁଛ ତମ ସହିତ ବଳାତ୍କାର ହେଇଛି? ହଁ ପ୍ରିୟା ମୁଁ ସତ ହିଁ କହୁଛି। ହେଲେ ତମେ ଏତେ ବଡ଼ କଥାକୁ ମୋ ପାଖରେ ଲୁଚେଇଲ କାହିଁକି ସୁଷମା? କରିଥାନ୍ତି ବାବୁ କ'ଣ? ତମେ ତ ମତେ ବାଧ୍ୟ କର ମୁଁ ମୋ ଠାରେ ସିନ୍ଦୁର ଦେବା ପାଇଁ, ମୋ ହାତରେ ଶଙ୍ଖ ଦେବା ପାଇଁ। ମୁଁ ତମକୁ କେତେ ବାଧ୍ୟ କରୁଥିଲି। ମୁଁ ତମ ପ୍ରେମର ତମ ଭଲ ପାଇବାର ଯୋଗ୍ୟ ନୁହଁ ବୋଲି। ତମେ ଏତେ ବଡ଼ କଥା କହିନା ସତରେ ମୋ ହୃଦୟକୁ ଯନ୍ତ୍ରଣା ଦେଇଛ। ଆରେ କାହିଁକି ତୁମେ ଲୁଚେଇଲ? ଆରେ ମୋ ଭଲ ବେଲା କ'ଣ ତମ ପାଖରେ କ'ଣ ଥିଲା ପ୍ରିୟା? ନା ପ୍ରିୟା ନା। ହେ ମୋ ଭଲ ବେଲା କିଛି ଉଣା ତମେ ଏତେ ବଡ଼ କଥା ଲୁଚେଇଲ କାହିଁକି? କାହିଁକି ଲୁଚେଇଲ ସୁଷମା? କାହିଁକି ଲୁଚେଇଲ? କ'ଣ ବାବୁ କରିଥାନ୍ତି ସତେ? ସେଇଦିନ ମୋର କୌଣସି କଥା ଶୁଣିବାକୁ ଚାହୁଁନଥିଲ। ତମ ପ୍ରେମରେ ଏମିତି ପାଗଳ ହେଇଥିଲ ଯେ ମୋତେ ନିଜର କରିବା ପାଇଁ ମୁଁ ସେ ଭୟରେ ସେ ସମୟରେ ତୁମକୁ ବାଧ୍ୟ କରିନି ଏଇ କଥା କହିବା ପାଇଁ। ହେଲେ ସାଥୀ ଏବେ ତ ଶୁଣି ସାରିଛ, ଏବେ ତ ମୋତେ ତମ ସେ ଭଲ ପାଇବାଠୁ କମିଯିବନି। ହେ କ'ଣ କହିଲ? ମୋ ଭଲ ପାଇବା କମିଯିବ? ଆରେ ଯାହାକୁ ମୋ ସ୍ୱପ୍ନରେ ଦେଖିଥିଲି, ଯାହାକୁ ମୁଁ ରାତି ଦିନ ସ୍ୱପ୍ନରେ ଦେଖି ଭଲ ପାଇ ବସୁଥିଲି, ଆଜି ଶୁଣିବାକୁ ପାଉଛି ମୋ ଭଲ ପାଇବା ମୋ ସ୍ୱପ୍ନ ରାଣୀ ବଳାତ୍କାର ହେଇଛି। ସୁଷମା ତମେ ଏଇ କଥା କହିଲା ସତରେ ମତେ ବହୁତ ଯନ୍ତ୍ରଣା ଦେଇଛ। ଆରେ ସତ କହୁଛି ତୁମ ସହିତ ବଳାତ୍କାର ହେଇଛି। ତମେ ଏତେ ବଡ଼ କଥା ମୋ ପାଖରେ ଲୁଚେଇଲ କାହିଁକି? ଆରେ ମୁଁ ଭଲ ପାଇଥିଲି, ମୁଁ ତମ ସହିତ ଛଳନା କରୁନଥିଲି। ତମେ ସେଦିନ ବି କହିପାରିଥାନ୍ତ। କାହିଁକି ଲୁଚେଇଲ ସୁଷମା? କାହିଁକି ଲୁଚେଇଲ? ମୁଁ କହିବା ପାଇଁ କେତେ ଚେଷ୍ଟା କରିଥିଲି। ସେଦିନ କ'ଣ ମୋ କଥା ତମେ ଶୁଣିଲ? ତାମାନେ ମୁଁ ନ ଶୁଣି ଭୁଲଟା କରିଛି। ହେଲେ ସୁଷମା ଆଜି ଶୁଣ ମୁଁ ଜାଣିଲି, ଖାଲି ଯଦି ଏ ସମାଜର ଲୋକ ଜାଣିବେ, ଆମେ ଏ ଚନ୍ଦ୍ରକୋଣ ରାଜ୍ୟର ସମସ୍ତ ପ୍ରଜା ଜାଣିବେ, ତାହେଲେ ମୋତେ କ'ଣ କହିବେ? ଆରେ ମୋତେ କ'ଣ କହିବେ ସୁଷମା? କ'ଣ କହିବେ? ତମେ କହିବାକୁ ଚାହୁଁନାହାନ୍ତି ତ? ଆମ ରାଜ୍ୟର ପ୍ରଜା କହିବେ, ଏଇ ଦେଖ, ଆରେ ଏଇ ଦେଖ ପ୍ରଭାସ ଜଣେ ବଳାତ୍କାରୀ ଝିଅକୁ ବାହା ଘରକୁ ଆଣିଛି ବୋଲି କହିବେ ସୁଷମା। ଆରେ ମୁଁ
ତାଙ୍କ କଥା ଶୁଣି ରହିପାରିବି ସୁଷମା? ନା ସୁଷମା, ମୁଁ ଜମାରେ ରହିପାରିବିନି। ମୁଁ ତୁମକୁ ମୁଁ ଘରେ ରଖିପାରିବିନି ସୁଷମା, ରଖିପାରିବିନି। ତମେ ଚାଲି ଯାଅ ସୁଷମା, ଚାଲି ଯାଅ। ତମେ କଣ ପାଇଁ ଯାଉଛ? ତମେ କଣ ତମ ନିଜ ଇଚ୍ଛା করে ମୋ ହାତରେ ଶଙ୍ଖା ମଥାରେ ସିନ୍ଦୁର ଦେଇ ସାରିଛ, ପୁଣି ଏବେ କହୁଛ ତମେ ଚାଲି ଯାଅ ଭାଇ। ଏ ସାଥେ ତମକୁ ମୁଁ ସେଇଦିନ ତମ କଥା ଶୁଣି ମୋ ମନ ପ୍ରାଣ ଦେଇ ସାରିଛି। ଆଉ ତମେ ମତେ କହିଥିଲ ମୋ ହାତରେ ହାତ ରଖି ତମକୁ କେବେ ଦୁଃଖ ଦେବିନି, କଷ୍ଟ ଦେବିନି, ତମ ହାତ କେବେ ଛାଡ଼ିବିନି ବୋଲି। ଆରେ କହିଥିଲି, ତମ ହାତରେ ହାତ ଦେଇ ମୁଁ କଥା ଦେଇଥିଲି ତୁମକୁ ଛାଡ଼ିବିନି ବୋଲି। ହେଲେ ଏସବୁ କଥା ଶୁଣି ମୁଁ କେମିତି ତୁମକୁ ରୋକି ପାରିବି ମୋ ପାଖରେ? ଏଥିରେ ବାବୁ କଣ ଦୋଷ? ଆରେ ସାରା ଜୀବନ କେମିତି ମୁଁ ତମ ସହିତ ରାତି କଟେଇବି, ଦିନ କଟେଇବି? ହେ ଭଗବାନ, ନା ସୁଷମା, ତୁମେ ମତେ କ୍ଷମା କରିଦେବ। ମୁଁ ତୁମକୁ ଜମାରିବି। ମୋ ଘରେ ଜାଗା ଦେଇପାରିବିନି ସୁଷମା, ତୁମେ ମତେ କ୍ଷମା କରିଦେବ। ତମେ ଏଠାରୁ ଚାଲିଯାଅ, ନା ସତେ ନା, ତମେ ବୋଧେ ସେପରି କୁହନି। ମତେ ଏଠୁ କୁଆଡ଼େ ଯିବାକୁ କୁହନି। ମୁଁ ତମ ବିନା ଗୋଟେ ମୁହୂର୍ତ୍ତ ମତେ ବଞ୍ଚି ପାରିବିନି। ଆରେ ଜାଣିଛ ସୁଷମା, ତୃତୀୟ ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ରାବଣ ମାତା ସୀତାଙ୍କୁ ଅଶୋକବନ ରଖିଥିଲା ବୋଲି ତାଙ୍କ ଅଯୋଧ୍ୟାର ପ୍ରଜାମାନେ ତାଙ୍କୁ ଦୋଷ ଦେବେ ବୋଲି, ତାଙ୍କୁ ତାଚ୍ଛଲ୍ୟ କରିବେ ବୋଲି ମାତା ସୀତାଙ୍କୁ ସେ ବନରେ ଛାଡ଼ି ଦେଇଥିଲେ। ମୁଁ ତ ଜଣେ ସାଧାରଣ ଲୋକ, ମୁଁ କେମିତି ତୁମକୁ ରଖିପାରିବି ସୁଷମା? ଦୟାକରି ତମେ ମୋ ଘରୁ ବାହାରି ଯାଅ ସୁଷମା। ମତେ ଦୟାକରି ତମଠୁ ଅଲଗା କରିବାକୁ ଚେଷ୍ଟା କରନି। ଆରେ କହିଲି ପରା, ମୁଁ ତୁମକୁ ରଖେଇ ପାରିବିନି ସୁଷମା। ତମେ ଅପବିତ୍ର ହେଇଯାଇଛ। ତମେ ସତରେ ଅପବିତ୍ର ହେଇଯାଇଛ। ଆରେ ମୁଁ ଯାହା ବିଷୟରେ ଅନେକ କିଛି ଭାବିଥିଲି, ଯାହାକୁ ନେଇ ମୁଁ କେତେ ଯେ ସ୍ୱପ୍ନ ଦେଖିଥିଲି, ଆଜି ମୋ ଭଲ ପାଇବା ଜଣେ ନଷ୍ଟ ଚରିତ୍ର, ମୋ ଭଲ ପାଇବା ଜଣେ କଲଙ୍କିନୀ, ମୋ ଭଲ ପାଇବା ଜଣେ ଗୋଟେ ବଳାତ୍କାରୀ। ଏ କଥାକୁ ନେଇ ମୁଁ କେମିତି ବଞ୍ଚିବି? ତମେ ମତେ କ୍ଷମା କରିଦେବ। ତମେ ମୋ ଘରୁ ଚାଲିଯାଅ, ସୁଷମା। କୁଆଡ଼େ ଯିବ ସେ କଥା ମୁଁ ଜାଣିନି, କିନ୍ତୁ ମୁଁ ତୁମକୁ ଜମାରେ ବି ରଖିପାରିବିନି ମୋ ପାଖରେ। ମୁଁ ତୁମକୁ ମୋ ସ୍ତ୍ରୀ ଉପରେ ଗ୍ରହଣ କରିପାରିବିନି। ମୋର ଭୁଲ ହେଇଯାଇଛି। ମୁଁ ନ ଜାଣି ନ ଶୁଣି ତମ ମଥାରେ ସିନ୍ଦୁର ଦେଇଦେଇଛି, ତମ ହାତରେ ଶଙ୍ଖା ଦେଇଦେଇଛି। ମୁଁ ତୁମକୁ କ୍ଷମା ମାଗୁଛି ସୁଷମା। ତମେ ମୋ ଘର ଚାଲିଯାଅ ସୁଷମା, ଚାଲିଯାଅ। ଆଜି ଦିନଠୁ ମୁଁ ତମ ପାଖରେ ସବୁ ସମ୍ପର୍କ ଭାଙ୍ଗି ଦଉଛି, ସବୁ ସମ୍ପର୍କକୁ ତଳି ଦଉଛି। ତମେ ଦେଇଥିବା ସିନ୍ଦୁର ଏସବୁ କଣ ମିଛ ଥିଲା? ଆରେ ହଁ, ମିଛ ଥିଲା ସୁଷମା, ମିଛ ଥିଲା। ଆରେ ମୁଁ ଭଲ ଭାବରେ ଏମିତି ପାଗଳ ଯାଇଥିଲି ଯେ ମୁଁ କିଛି ନ ଜାଣି, କିଛି ନ ଶୁଣି ତମ ମଥାରେ ସିନ୍ଦୁର ଦେଇଦେଲି, ତମ ହାତରେ ଶଙ୍ଖା ଦେଇଦେଲି। ଦୟାକରି ତମେ ଏଠାରୁ ଚାଲିଯାଅ ସୁଷମା। ମୁଁ ତମ ମୁହଁ ଦେଖିବାକୁ ମଧ୍ୟ ଚାହେଁନି। ସତ କହୁଛି ସୁଷମା, ତମ ମୁହଁ ଦେଖିବାକୁ ମତେ ଘୃଣା ଲାଗୁଛି ସୁଷମା, ଘୃଣା ଲାଗୁଛି। ତମେ
ছোটবেলায় তোমাকে সেই ব্রত মোহর বঞ্চেছিল, ওরে আজ সেই ব্রত মোহ কোঠালে କ'ଣ କହିଲ କୋଉଠିକି ଯିବ?